ସାର୍ ଦେଖିବା ନୟାଗଡ଼ରେ ତେଲ ସମସ୍ୟା ନେଇ କ'ଣ କହିବେ ପ୍ରତିକ୍ରିୟା? ନୟାଗଡ଼ରେ ପେଟ୍ରୋଲ ଡିଜେଲରେ କୌଣସି ସମସ୍ୟା ନାହିଁ। ବର୍ତ୍ତମାନ ଆଜି ସକାଳ ସୁଦ୍ଧା 3,80,000 ଲିଟର ଥିଲା ପେଟ୍ରୋଲ ଆଉ 3,70,000 ଲିଟର ଥିଲା ଡିଜେଲ। ଆଉ ବର୍ତ୍ତମାନ ଏବେ ବି ଅଛି 3 ଲକ୍ଷ କେତେ। ଆଉ ବର୍ତ୍ତମାନ ରେଗୁଲାର ବି ଗାଡ଼ି ମୁଭମେଣ୍ଟ ହେବ କି ହେଉଛି। ସେଟା ଅସୁବିଧା କ'ଣ ରହୁଛି? ଲାଇନ୍ କାହିଁ ଲୋକ ଲାଗୁଛନ୍ତି? ଲୋକ ପ୍ୟାନିକ୍ ବାଇଂ କରୁଛନ୍ତି, ଲାଇନ୍ ରହୁଛି ଆଉ। ପ୍ଲାନିଂ ମାନେ କ'ଣ? ପ୍ୟାନିକ୍ ବାଇଂ ଆଉ। ଲୋକଙ୍କୁ ନୟାଗଡ଼ ଲୋକଙ୍କୁ କ'ଣ କହିବାକୁ? ତେଲ କିଛି ଅସୁବିଧା ନାହିଁ, ତେଲ ସମସ୍ୟା ନାହିଁ, ସଫିସିଏଣ୍ଟ ତେଲ ଆସିବ, କିଛି ବ୍ୟସ୍ତ ହେବାର ନାହିଁ। ଯେଉଁ ଲୋକମାନେ ସଫିସିଏଣ୍ଟ ଅଛି ମିଳୁ। ମୁଁ ତ କହୁଥିଲି ତେଲର ଅସୁବିଧା ହେବନି, ଆଗକୁ ବି ସମସ୍ୟା ହେବନି। ଆଗକୁ ବି ସମସ୍ୟା ନାହିଁ, ହେବ ନା। ପେଟ୍ରୋଲ ପମ୍ପ ହାଉସ୍ ମାନଙ୍କରେ କାହିଁ ଏତେ ଟାଙ୍କି ମାନଙ୍କରେ ଏତେ ଗହଳି ରହୁଛନ୍ତି। ଗହଳି ରସ୍ ଭିଡ଼ୁ ଗହଳି କହିଲି ପରା, ମୁଁ ପ୍ୟାନିକ୍ ବାଇଂ ହେଉଛି, ତେଣୁକରି ଗହଳି ହେଉଛି। ଲୋକଙ୍କୁ କ'ଣ ମେସେଜ ଦେବେ ବର୍ତ୍ତମାନ? ଅସୁବିଧା ନାହିଁ, ନୟାଗଡ଼ ଜିଲ୍ଲା ପାଇଁ କିଛି ଅସୁବିଧା ନାହିଁ। ଆମ ପାଖରେ ସଫିସିଏଣ୍ଟ ତେଲ ଅଛି, ଲୋକ ପାଇବେ। ଧନ୍ୟବାଦ।